ପିଲାମାନେ ପୂର୍ବ ଭିଡ଼ିଓରେ ଆମେ ହର୍ଷଉକାର ଆଉ ଦୀର୍ଘଉକାର ଶିଖିଥିଲେ। ଚାଲ ଆଜି ରୁକାର ଶିଖିବା। ଦେଖ ରୁକାର କେମିତି ଗୋଟେ ଛୋଟ 6। ତାହେଲେ ଆମେ କେମିତି ଲେଖିବା ନା କ ହଳନ୍ତ ଯୁକ୍ତ ରୁ ସମାନ କ୍ରୁ, ଖ ହଳନ୍ତ ଯୁକ୍ତ ରୁ ସମାନ କ୍ରୁ। ସେମିତି ଗରେ ରୁକାର ଦେଲେ ଗ୍ରୁ, ଘରେ ରୁକାର ଦେଲେ ଗ୍ରୁ, ଚରେ ରୁକାର ଦେଲେ ଚ୍ରୁ, ଛରେ ରୁକାର ଦେଲେ ଚ୍ରୁ, ଜରେ ରୁକାର ଦେଲେ ଜ୍ରୁ, ଝରେ ରୁକାର ଦେଲେ ଝ୍ରୁ, ଟରେ ରୁକାର ଦେଲେ ଟ୍ରୁ, ଠରେ ରୁକାର ଦେଲେ ଠ୍ରୁ, ଡରେ ରୁକାର ଦେଲେ ଡ୍ରୁ, ଢରେ ରୁକାର ଦେଲେ ଡ୍ରୁ, ଣରେ ରୁକାର ଦେଲେ ଣୁଣୁ, ତରେ ରୁକାର ଦେଲେ ତ୍ରୁ, ଥରେ ରୁକାର ଦେଲେ ଥ୍ରୁ, ଦରେ ରୁକାର ଦେଲେ ଦ୍ରୁ, ଧରେ ରୁକାର ଦେଲେ ଧ୍ରୁ। ସେମିତି ପରେ ରୁକାର ଦେଲେ ପ୍ରୁ, ଫରେ ରୁକାର ଦେଲେ ଫ୍ରୁ, ବରେ ରୁକାର ଦେଲେ ବ୍ରୁ, ଭରେ ରୁକାର ଦେଲେ ଭ୍ରୁ, ମରେ ରୁକାର ଦେଲେ ମୃ, ଜରେ ରୁକାର ଦେଲେ ଜ୍ରୁ, ରରେ ରୁକାର ଦେଲେ ରୁ, ଳରେ ରୁକାର ଦେଲେ ଳୁ, ସରେ ରୁକାର ଦେଲେ ଶ୍ରୁ। ଆଉ ମୂର୍ଦ୍ଧନ୍ୟାସରେ ସେମିତି ଏଇ ଶ୍ରୁ, ଦନ୍ତେଶରେ ବି ସେମିତି ଶ୍ରୁ ପଢ଼ିବା। ହରେ ସେମିତି ହୃ, କ୍ଷରେ ରୁକାର ଦେଲେ କ୍ଷୁରୁ, ୟରେ ରୁକାର ଦେଲେ ରିୟୁ, ଲରେ ରୁକାର ଦେଲେ ରୁ। ଚାଲ ଆମେ ଅବିକା ଯେତେକ ଶବ୍ଦ ଅଛି ପଢ଼ିବା। ଯେମିତି ମରେ ରୁକାର ଦେଲେ ମୃ ଗ, ମୃଗ। ସେଠି ଏଠି କ'ଣ ଦେଇଛି ଦେଖ ପିଲାମାନେ, ଏଠି ବୃକ୍ଷ, ବୃକ୍ଷ। ଚାଲ ସେମିତି ତୃଣ, ତୃଣ, ଭ୍ରୂଣ, ଭ୍ରୂଣ, ହୃତ, ହୃତ, ମୃତ, ମୃତ, ଧୃତ, ଧୃତ, ନୃପ, ନୃପ, କୃମି, କୃମି, କୃଷି, କୃଷି, ଭୃଗୁ, ଭୃଗୁ, ମୃଦୁ, ମୃଦୁ, ବୃଷଭ, କୃଷକ, ପୃଥିବୀ, ତୃତୀୟ, ଅମୃତ। ଏଠି କ'ଣ ଲେଖା ହେଇଛି ଦେଖ, ପୃଥକ, ଗୃହିଣୀ, ସୁଦୃଢ଼, ସୃଜନ, ମାତୃଭୂମି, ସରୀସୃପ, ତୃଷାତୁର, ଉପକୃତ, କୃପାଭିକ୍ଷା। ପିଲାମାନେ ଆମେ ତ ସବୁ ଶବ୍ଦ ପଢ଼ି ସାରିଲେ। ଚାଲ ଏ କବିତାଟି ଆମେ ପାଠ କରିବା। କ'ଣ ଲେଖା ହେଇଛି ନା ଆମ ମାତୃଭୂମି। ବୀର ସୈନ୍ୟଟି ମାତୃଭୂମି ଯୋଗେ କୃଷକ ଯୋଗାଏ ଦାନା, ଗାଈ ଦୁଧରୁ ଘୃତ ମିଳିଥାଏ, କପାରୁ ମସୃଣ କନା। ପୃଥିବୀ ମାତାର ହୃଦୟଟି ବଡ଼, ଅମୃତ ପରଶି ଥାଏ, ମାତୃଭୂମି ମାତୃଭାଷାର ମମତା, ବିନା କୁହ ବଡ଼ କିଏ। ପିଲାମାନେ ଆମେ ତ କବିତାଟି ପଢ଼ିଦେଲେ। ଚାଲ ଏଠି କିଛି ପ୍ରଶ୍ନ ଉତ୍ତର ଅଛି ରୁକାର ଉପରେ କରିବା। ତୁମ ପାଇଁ କାମ କ'ଣ ଦେଇଛି ନା ବନ୍ଧନୀ ମଧ୍ୟରୁ ଶବ୍ଦ ନେଇ ଉପଯୁକ୍ତ ଚିତ୍ର ପାଖରେ ଲେଖ। ଦେଖ ପିଲାମାନେ ମୁଁ କରିଦେଇଛି, ତମେ ତାକୁ ଦେଖିକି ବହିରେ କରିଦେବ। ଏଠି କ'ଣ ଦେଇଛି ନା ତୃଣ, ଶୃଗାଳ, ମୃଗଣୀ, ବୃଷଭ, କୃଷକ, ଗୃହ। ଇଏ କ'ଣ ଏ ପିକ୍ଚରଟା କ'ଣ ଦେଖାଯାଉଛି ନା ଏ ପିକ୍ଚରରେ ଯିଏ ଅଛି ତା ନାଁ ହେଉଛି ଶୃଗାଳ। ଆ ତଳେ ତମେ ଶୃଗାଳ ଲେଖିଦେବ। ଏ ପିକ୍ଚର କାହାର ନା ଇଏ ହେଉଛି ଗୋଟେ ମୃଗିଣୀର। ଏଇ ଲେଖା ହେଇଛି ମୃଗୁଣୀ। ଏ ମୃଗୁଣୀ ତା ତଳେ ଲେଖିଦେବ। ଏଇଟା ତମେ ତ ସମସ୍ତେ ଜାଣିଛ, ଆଙ୍କୁ ବୃଷଭ କହନ୍ତି। କ'ଣ କହନ୍ତି ଆଙ୍କୁ? ବୃଷଭ। ତେଣୁ ଏ ବୃଷଭକୁ ନେଇ ତାଙ୍କ ତଳେ ଲେଖିଦେବ। ତାପରେ ଇଏ କିଏ ଯେ ଚାଷ କରେ, ତାଙ୍କ ନାଁ ହେଉଛି କ'ଣ? କୃଷକ। ଦେଖ ପିଲାମାନେ କୃଷକ, ଇଏ ଯେ ଚାଷ କରେ ତାଙ୍କୁ କୃଷକ କୁହାଯାଏ। ଏଇଠି କୃଷକ ଲେଖା ଅଛି, ତମେ ତା ତଳେ କୃଷକ ଲେଖିଦେବ। ଏଇଟା କ'ଣ ଦେଖାଯାଉଛି ପିଲାମାନେ? ଗୃହ। ଗୃହ ମାନେ ଘର। ଏଇଟା ଘରର ଚିତ୍ର। ତାହେଲେ ଆମେ କ'ଣ ଲେଖିଦେବା? ଗୃହ। ଏଠି ଦେଖ କ'ଣ ଲେଖା, କ'ଣ ଅଛି ଏ ପିକ୍ଚରଟା ନା ତୃଣ। ତୃଣ ମାନେ ଘାସ। ଦେଖ ଏଇଠି ଲେଖା ଅଛି ତୃଣ। ଏ ତୃଣକୁ ଆ ତଳେ ଆମେ ଲେଖିଦେବା। ଆଚ୍ଛା ଏଠି କ'ଣ ଲେଖିଛି ନା ବନାନ ଠିକ୍ କରି ଲେଖ। ଏଇଠି ଲେଖିଛି ପୃଥିବୀ ଲେଖିଛି। ପୃଥିବୀ ହେବନି, ଏଇଟା କ'ଣ ହେବ? ପୃଥିବୀ। ହର୍ଷଉକାର ନ ଦେଇ ଆମେ ହର୍ଷଉକାର କାଟି ଆମେ କ'ଣ ଦେବା ନା ରୁକାର ଦେବା। ପୃଥିବୀ। ସେମିତି ଦେଇଛି କୃଷକ। ଏଠି କ'ଣ ଭୁଲ ଅଛି ନା ଏଠି ସ ଭୁଲ ଅଛି। ଏଠି କେଉଁ ସ ହେବ? ମୂର୍ଧନ୍ୟ ସ ହେବ। ଏଠି ଠିକ୍ ଦେଖ ସରୀସୃପ। ସରୀସୃପ କେମିତି ଲେଖିବା ନା ସ, ରରେ ଦୀର୍ଘଇକାର, ଦନ୍ତେଶରେ ରୁକାର, ତାପରେ ପ। କ'ଣ ହେଲା? ସରୀସୃପ।
ଯେମିତି ମୁଁ ଲେଖିଛି ତମେ ସେମ୍ ଦେଖିକି ଲେଖିଦେବ। ତାପରେ ମାତୃଭୂମି ଦେଇଛି, ମାତୃଭୂମି ହେବନି, ସେଇଟା ହେବ କ'ଣ ମାତୃଭୂମି। ମା ତରେ ରୁକାର ଭରେ ଦୃଘୌକାର ମରେ ହର୍ଷେଇକାର କ'ଣ ହେଇଯିବ ମାତୃଭୂମି। ସେମିତି ଗୃହିଣୀ, ଗୃହିଣୀ ଗରେ ରୁକାର ତ ଠିକ୍ ଅଛି, କିନ୍ତୁ ଣୀରେ ଦୀର୍ଘଇକାର ହେବ ଗୃହିଣୀ। ସେମିତି ତୁଷାତୁର, ସେଇଟା ତୁଷାତୁର ହେବନି, ହେବ ତୃଷାତୁର। ତରେ ରୁକାର ରହିବ ଆଉ ସା ତୁର ହେଲା ତୁଷାତୁର। ତାପରେ ଲେଖିବା ଇଂରାଜୀରୁ ଓଡ଼ିଆ କର। ଡିଅର୍, ଡିଅର୍ ମାନେ କ'ଣ ମୃଗ। ଟ୍ରି, ଟ୍ରି ମାନେ ବୃକ୍ଷ। ଫାର୍ମର, ଫାର୍ମର ମାନେ କୃଷକ। ମଦରଲ୍ୟାଣ୍ଡ, ମଦରଲ୍ୟାଣ୍ଡ ମାନେ ମାତୃଭୂମି। ରେପ୍ଟାଇଲ୍ସ, ରେପ୍ଟାଇଲ୍ସ ମାନେ ସରୀସୃପ। ଅର୍ଥ, ଅର୍ଥ ମାନେ ପୃଥିବୀ। ଚାଲ ଏଠି ଦେଇଛି ନିଜ ମନରୁ ରୁକାର ଲାଗିଥିବା କିଛି ଶବ୍ଦ ଲେଖ। ଆଚ୍ଛା, ଆମେ ତ ଏତେ ଶବ୍ଦ ପଢ଼ିଲେ, ତା ଭିତରୁ କିଛି ରୁକାର ଲାଗିଥିବା ଶବ୍ଦ ତମେ ତମ ବହିରୁ ବାହାର କରି ଏଇସବୁ ଯେଉଁ ଫିଲ୍ ଇନ୍ ଦ ବ୍ଲାଙ୍କସ୍ ଅଛି, ବ୍ଲାଙ୍କ ଗୁଡ଼ାକ ଅଛି, ତମେ ସେଠି ଫିଲ୍ କରିବ। ଆଚ୍ଛା, କ୍ୱେଶ୍ଚିନ୍ ଆନ୍ସର୍କୁ ଚାଲ। ଏଠି କ'ଣ ଲେଖିଛି? ବୀର ସୈନ୍ୟ କ'ଣ କରେ? ଆମେ ପଢ଼ିଥିଲେ ବୀର ସୈନ୍ୟଟି ମାତୃଭୂମି ଜଗେ। ବୀର ସୈନ୍ୟଟି ତାହେଲେ କ'ଣ କରେ? ଆମେ ଲେଖିବା ବୀର ସୈନ୍ୟ ମାତୃଭୂମି ଜଗେ। କିଏ ଦାନା ଯୋଗାଏ? ଆମେ ପଢ଼ି ସାରିଛେ କୃଷକ ଯୋଗାଏ ଦାନା। ତାହେଲେ କିଏ ଦାନା ଯୋଗାଏ? ନା କୃଷକ ଦାନା ଯୋଗାଏ। କାହାର ହୃଦୟ ବଡ଼? ପୃଥିବୀ ମାତାର ହୃଦୟଟି ବଡ଼। ପଢ଼ିଛେ ନା? ତାହେଲେ କାହାର ହୃଦୟ ବଡ଼? ନା ପୃଥିବୀ ମାତାର ହୃଦୟ ବଡ଼। ଗାଈ ଦୁଧରୁ କ'ଣ ମିଳେ? ଗାଈ ଦୁଧରୁ ଘୃତ ମିଳେ, ଆମେ ପଢ଼ିଛେ। ତାହେଲେ ଲେଖିବା ଗାଈ ଦୁଧରୁ ଘୃତ ମିଳେ। ଆଚ୍ଛା ପିଲାମାନେ, ଆଜି ତ ଆମର ରୁକାର ସରିଯାଇଛି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିବେ। ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ।